গহরে শিক্ষা সভ্যতার পাহাড় উপরে বসিথিবা দুইটি আদর্শ মଣିষ, জনে ইঞ্জিনিয়র যাহার হাতরে গড়া হুয়ে সভ্যতার সহর, ଆଉ ଜଣେ ଡକ୍ଟର ଯାହାର ହାତର ଯାଦୁରେ ମଣିଷର ଜୀବନ ନିର୍ଭର କରେ। ସେଇମାନେ ଆଜି ମଦ ପିଇ ମଣିଷର ବିଶ୍ୱାସକୁ କୁଠାରଘାତ କରୁଛନ୍ତି। ଡାଡି ନୁହଁ ବରଂ କୁହ ଡେଡ୍ ବଡି। ବଞ୍ଚି ଥାଉ ଥାଉ ଅବିନାଶ ଦାସ ମହାପାତ୍ରକୁ ତମେ ମାନେ ମାରି ଦେଇଛ। ଏ ଘରର ପବିତ୍ରତାକୁ ତମେ ନଷ୍ଟ କରିଛ। ଭାଇ ଭାଇର ପବିତ୍ର ସମ୍ପର୍କକୁ ତମେ କଳୁଷିତ କରିଛ। କଳୁଷିତ ଆମେ କରିନୁ, ସେଥିର ଲକ୍ଷ୍ମଣ ତିନି କାଳ ଟାଣି ଦେଇ ଆପଣ ଆମକୁ ତୁଚ୍ଛକିରେ ପକାଇ ଦେଇଛନ୍ତି। ମହାଭାରତର ପୂର୍ବ ଅଧ୍ୟାୟକୁ ମୁଁ ମନେ ପକାଇ ଦେଇଛି। ଦୁଇ ଭାଇଙ୍କର ପବିତ୍ର ସମ୍ପର୍କକୁ ନଷ୍ଟ କରିବା ବର୍ତ୍ତେ ମୁଁ ଯୋଡ଼ିବା ପାଇଁ ଚେଷ୍ଟା କରିଛି। ମିଛ, ଏସବୁ ମିଛ। ଆପଣ ଯୋଡ଼ିବାକୁ ଚେଷ୍ଟା କରିନାହାନ୍ତି, ବରଂ ସେଥିରେ ତିକ୍ତତାର ଡିନାମାଇଟ ଖୋଜି ତାକୁ ବ୍ଲଡ୍ କରିବାକୁ ଚେଷ୍ଟା କରିଛନ୍ତି। ଆତ୍ମନିବାସକୁ ଘନୀଭୂତ କରି ଆଉ ଏକ ମହାଭାରତ ସୃଷ୍ଟି କରିଛନ୍ତି। ଠିକ ଭୁଲ ବିଚାର କରିପାରୁନାହାନ୍ତି। ରଘୁ କାକା, ଏଇ ରଘୁଆ ଚାକର ସବୁ ଦେଖିଛି। ତମେ ଦି ଜଣ ଭୂଇଁ ଛୁଇଁଲା ପରେ ମା ସାନ୍ତାଣୀ ଆଖି ବୁଝିଦେଲେ। ତମକୁ ବଡ କରିବା ପାଇଁ ଆଖିରୁ ନିଦ ହଜାଇ ଦେଇଛନ୍ତି। ଆଉ ବାପ ପୁଅର ସମ୍ପର୍କ ବୋଲି ତମକୁ ସାଙ୍ଗ ବୋଲି ଦେଖି ଆସିଛନ୍ତି। ଆଜି ତମେ ରଘୁ, ତୁ ଟିକେ ଚୁପ୍ କରେ ରଘୁ। ଚୁପ୍ ରହିବି? ଭଲ ପାଇବାର ମୁହଁରେ ଅନ୍ଧ ହୋଇ ଏମାନେ ନିଜର ମଣିଷ ପଡ଼ିଆକୁ ଭୁଲି ଯାଉଛନ୍ତି। ଗୋଟିଏ ଝିଅର ରୂପରେ ମୁହାଁଇ ନିଜର ପରିବାରରେ ସ୍ତ୍ରୀ ବୋଲି ଦାବି କରୁଛନ୍ତି। ସମସ୍ୟାରେ କେମିତି ସମାଧାନ ହବ? ବିଚାର କରନ୍ତୁ ବାବୁ, ବିଚାର କରନ୍ତୁ। ମୁଁ ବିଚାର କରିନି। ମୁଁ ଅବିନାଶ ଦାସ ମହାପାତ୍ର ମୁଁ ବିଚାର କରିବି। ସେଦିନ ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ, ଦୁଃଖେ ସଦ୍ବିଘ୍ନ ମନଃ ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତଭିର୍ମୁନିରୁଚ୍ୟତେ। ମୁଁ ଦୁଃଖରେ ଭାଙ୍ଗି ପଡ଼ିବିନି, କି ସୁଖରେ ଆତ୍ମହରା ହେବିନି। ପିଲାମାନଙ୍କ ଖୁସି ପାଇଁ ମୁଁ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ମୁଁ ସମ୍ଭବ